ସାଙ୍ଗମାନେ ଆଜିକାଲି ଦୁନିଆରେ ଯେଉଁ ଦୋକାନରେ ବହୁତ ଗହଳି ହଉଛି ଲୋକମାନେ ସେଇ ଦୋକାନକୁ ଜଳଖିଆ ଖାଇବା ପାଇଁ ଧାଇଁ ଯାଉଛନ୍ତି। ସେମାନେ ଭାବନ୍ତି ଏଠାରେ ଏତେ ଲୋକମାନଙ୍କର ଭିଡ ଜମିଛି ମାନେ ଏଠାରେ ଭଲ ଜଳଖିଆ ନିଶ୍ଚିତ ମିଳୁଛି। ସାଙ୍ଗମାନେ ଆଜି ଯେତେବେଳେ କଟକର ଲିଙ୍ଗ ରୋଡରେ ଠିଆ ହୋଇଥିଲି ସେହି ସମୟରେ ମୋ ନଜର ପଡିଥିଲା ଜଣେ ଦହିବରା ବିକୁଥିବା ଜଣେ ବୁଢା ମଉସାଙ୍କ। ଆଉ ସେଇ ମଉସା ଜଣକ ଏମିତି ଠିଆ ହେଇଥିଲେ ଯେମିତି ଲାଗୁଥିଲା ସେ ବହୁତ ମନ ଦୁଃଖରେ ଅଛନ୍ତି, କାରଣ ସେଇ ରାସ୍ତାରେ ବହୁତ ସାରା ଲୋକ ଯାଉଥିଲେ କିନ୍ତୁ ତାଙ୍କ ଦହିବରା ଖାଇବା ପାଇଁ କେହି ବି ଯାଉନଥିଲେ। ଆଉ ମଉସାଙ୍କ ଦୋକାନରେ କେହି ଜଣେ ଗ୍ରାହକ ନଥିବା ଦେଖି ମତେ ଭାରି ଦୁଃଖ ଲାଗିଥିଲା। ତାପରେ ମୁଁ ଡେରି ନକରି ମଉସାଙ୍କ ଦହିବରା ଟ୍ରାଏ କରିବା ପାଇଁ ଚାଲି ଯାଇଥିଲି। ତାପରେ ମଉସାକୁ ଗୋଟେ ପ୍ଲେଟ ଦହିବରା ଦବା ପାଇଁ କହିବାରୁ ସେ ପ୍ରଥମେ ନମସ୍କାର ହୋଇ ଦହିବରା ବାଢି ଦେଇଥିଲେ, କାରଣ ମଉସା ଜଣକ ଯେଉଁ ଦହିବରା ମୋ ପାଇଁ ବାଢୁଥିଲେ ତାଙ୍କର ପ୍ରଥମ ବେପାର ଥିଲା। ଆଉ ସେଥିପାଇଁ ସେ ପ୍ରଥମେ ଭଗବାନଙ୍କୁ ଡାକି ମୋ ପାଇଁ ଦହିବରା ବାଢିଥିଲେ। ଆଉ ସେ ଦହିବରା ପ୍ଲେଟରେ 5ଟି ଦହିବରା ଦବା ସହିତ ଘୁଗୁନି ଆଳୁ ଦମ୍ ମଧ୍ୟ ଦେଇଥିଲେ। ଆଉ ଦହିବରା ଉପରେ ପିଆଜ ଲୁଣ ସେଉ ବୁନ୍ଦି ପକାଇ ଦେଇ ମୋ ହାତକୁ ବଢାଇ ଦେଇଥିଲେ। ତାପରେ ମଉସାଙ୍କ ଦହିବରା ଟ୍ରାଏ କଲା ପରେ ମତେ ତାର ଟେଷ୍ଟ ଠିକ ଠାକ ଲାଗିଥିଲା। ଆଉ ସେଥିପାଇଁ ମତେ ଦହିବରା ପ୍ଲେଟ ପାଇଁ 40 ଟଙ୍କା ଦବା ପାଇଁ ପଡିଥିଲା। ସାଙ୍ଗମାନେ ଆପଣ ମାନେ ତ ଭଲ ଭଲ ଜାଗାରେ ଭଲ ଜିନିଷ ଖାଉଥିବେ, କିନ୍ତୁ ବେଳେ ବେଳେ ଆପଣ ମାନେ ମଧ୍ୟ ଦୁଃଖୀ ମୁହଁରେ ହସ ଦେବା ପାଇଁ ଚେଷ୍ଟା କରନ୍ତୁ। ସାଙ୍ଗମାନେ ଆପଣ ମାନଙ୍କୁ ଯଦି ମୋର এই ଭିଡିଓଟି ଭଲ ଲାଗେ ତ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ଫଲୋ କରିଦିଅନ୍ତୁ।